କଟକରେ ଆମେ ଏଠି 2015 ଜଗନ୍ନାଥଙ୍କର ବିଭିନ୍ନ ଜାଗାରେ ପାତାଳି ହେଇଛି। ମୋଗଲ ମାନଙ୍କର ଆକ୍ରମଣ ପାଇଁ ଜଗନ୍ନାଥଙ୍କୁ ପାତାଳି କରାଯାଇଥିଲା। ତାକୁ ନେଇକି ଆମେ ସେ ପାତାଳି ଷ୍ଟୋରି ଗୁଡ଼ାକ ଲୋକମାନେ ଜାଣିନାହାନ୍ତି। କରୁଛୁ ଏଇଟା ହେଉଛି 1733 ଖ୍ରୀଷ୍ଟାବ୍ଦରେ କରାଯାଇଥିଲା। ଏଇଟା ହେଉଛି ଜଗନ୍ନାଥଙ୍କର ଲାଷ୍ଟ ପାତାଳି, ତାପରେ ଆଉ ହେଇନି। ଯେତେବେଳେ ପ୍ରତିଭା ଆକ୍ରମଣ କରିଥିଲା ଜଗନ୍ନାଥଙ୍କୁ ନେବା ପାଇଁ, ସେମାନେ ନେଇକି ଲୁଚେଇଥିଲେ ମାରଦା ବୋଲି ଗୋଟେ ଜାଗା, ଆଠଗଡ଼ ସେତେବେଳେ ଥିଲା ତା ନାଁ। ସେ ଆଠଗଡ଼ର ରାଜା ତାକୁ ଶରଣ ଦେଇଥିଲେ ବୋଲି ସେ ଜାଗାର ନାଁ ହେଉଛି ବର୍ତ୍ତମାନ ଶରଣ ଶ୍ରୀକ୍ଷେତ୍ର। ସେ ଶରଣ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଗୋଟେ କୁଡ଼ିଆ ଘରରେ ରଖିଥିଲେ। ତାପରେ 45 ଦିନ ଭିତରେ ସେଠିକାର ରାଜା ଗୋଟେ ମନ୍ଦିର ତିଆରି କରିଥିଲେ 45 ଦିନ ଭିତରେ। ତେଣୁ ପୁଣି ତା ଭିତରେ ଦେଖିନେବେ ବୋଲି ସେ ତା ଉପରେ ଗୋଟେ ଆଟୁ କରିକି ଜଗନ୍ନାଥଙ୍କୁ ଘୋଡ଼େଇକି ରଖିଥିଲେ। ତ ଆଟୁ ଉପରେ ଗଛ ଲଗା ହେଇଥିଲା। ତେଣୁ ଯେମିତି ବାହାରେ ଜାଣିବେ ଯେ ଜଙ୍ଗଲଟା ଅଛି, ତା ଭିତରେ କିଛି ନାହିଁ। ତେଣୁ ତା ଭିତରେ ଲୁଚେଇ ଦେଇଥିଲେ। ସେଇ ଯୋଉ ଆଟୁଟାର ନାଁ ଥିଲା ମାରଦା, ତାରି ପାଇଁ ଏଇ ଜାଗାଟା ନାଁ ହେଉଛି ମାରଦା। ତ ଜଗନ୍ନାଥଙ୍କୁ ଲୁଚେଇକି ରଖିଲା ପରେ ପ୍ରତିଜ୍ଞା ଖୋଜିଲା, ପାଇଲାନି। ଯେତେବେଳେ ସେ ବିଭିନ୍ନ ଆଡ଼େ ଖୋଜିଲା ପରେ ଷଣ୍ଢକୁ ମାରିକି ସେଠି ମାନେ ରାନ୍ଧିକି ଖାଇଥିଲା। ରାତି ଅଧରେ ତାକୁ ସେଠି ସାପ ମାରିଲା। ସାପ ମାରିଲା ପରେ ସେ 2 ମାସ ଭିତରେ ପ୍ରତିଜ୍ଞାଙ୍କର ଡେଥ୍ ହେଇଛି। ତାପରେ ଯେତେବେଳେ ନୂଆ ତା ବଦଳରେ ଯିଏ ନୂଆ ରହିଲେ, ସିଏ ଦେଖିଲେ ଯେ ଜଗନ୍ନାଥଙ୍କୁ ଆକ୍ରମଣ କଲା ପରେ ଆମର ରାଜସ୍ୱ କମୁଛି, ରଥଯାତ୍ରା ହଉନାହିଁ। ତେଣୁ ରାଜସ୍ୱ ଯେହେତୁ ନ କମିବ, ଜଗନ୍ନାଥ ରହିଲେ ରଥଯାତ୍ରା ହବ, ମୁସଲମାନଙ୍କ ରାଜସ୍ୱଟା ବଢ଼ିବ। ତେଣୁ ସେମାନେ କମ୍ପ୍ରମାଇଜ୍ କରିଛନ୍ତି କି ରାଜାଙ୍କ ସାଙ୍ଗରେ ଗଜପତି ରାଜା କମ୍ପ୍ରମାଇଜ୍ କରିକି କହିଲେ ତମେ ତମ ଠାକୁରଙ୍କୁ ଜାଗାକୁ ନେଇକି ଯାଅ, ଆଉ ଆମେ ଆକ୍ରମଣ କରିବୁ ନାହିଁ। ତେଣୁ ଏଇଟା ହେଉଛି ଲାଷ୍ଟ ପାର୍ଟି, ତାପରେ ଆଉ ହେଇନାହିଁ। ତା ପୂର୍ବରୁ 18 ଥର ହେଇଛି। ଆମେ ସବୁ ଜାଗାକୁ ଯାଇକି ସେ ଜାଗାରେ କରୁ। ନମସ୍କାର, ମୁଁ ସତ୍ୟବ୍ରତ ଦାସ, ଶାନ୍ତିନିକେତନ ଜଣେ ଆର୍ଟିଷ୍ଟ, ଓଡ଼ିଶା ଲୋକ, ଓଡ଼ିଆ ଲୋକ। ଓଡ଼ିଶାରେ କାମ କରେ, ବାହାରେ ବି କାମ କରେ। ଆଉ ଏ ଯେଉଁ ଅନୁଷ୍ଠାନ ବ୍ରହ୍ମଦାରୁ ଗୋଟେ ଖୁବ୍ ନୂଆ କନସେପ୍ଟ ଉପରେ କାମ ହେଇଛି। ଯେଉଁ ନିମ୍ବ କାଠ ଉପରେ ଜଗନ୍ନାଥଙ୍କର ଯେଉଁ ସବୁ ଛବି କରାହେଇଛି, ତାକୁ ପ୍ରଶଂସା କଲେ ତାର ଶେଷ ନାହିଁ। ଏତେ ସୁନ୍ଦର କାମ କରିଛନ୍ତି ସବୁ ଆର୍ଟିଷ୍ଟମାନେ। ତ ମୁଁ ଏଇ ପ୍ରୋଗ୍ରାମର ଆହୁରି ବହୁତ ଉନ୍ନତି ହଉ, ବହୁତ ଆଗକୁ ଯାଉ, ଏହା ହିଁ କାମନା କରୁଛି। ମହାପ୍ରଭୁ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ମନେଇବା ପାଇଁ, ତାଙ୍କର ଯୋଉ ରାଗକୁ ଶାନ୍ତ କରିବା ପାଇଁ ସେ ରସଗୋଲା ମା ଲକ୍ଷ୍ମୀଙ୍କୁ ଦେଇଥିଲେ, ତାଙ୍କ ରାଗକୁ ଶାନ୍ତ କରିଥିଲେ। ସେଇ ଦିନଠୁ ଆମେ ସମସ୍ତେ ଜାଣିଛେ ନୀଳାଦ୍ରି ବିଜେ ମହାପ୍ରଭୁଙ୍କର, ଏବଂ ସେଇ ଦିନଟି ରସଗୋଲା ଦିବସ ଭାବରେ ଆମେ ପାଳନ କରୁଛୁ ଓଡ଼ିଶାବାସୀ, ଏବଂ ଜଗତବାସୀ ମଧ୍ୟ ଏଇ ଦିବସକୁ ରସଗୋଲା ଦିବସ ଭାବରେ ପାଳନ କରୁଛନ୍ତି। ଏବଂ ଏଇ କଥାଟି ଆମର ଅସ୍ମିତାର କଥା, ଓଡ଼ିଆର ଅସ୍ମିତା ହେଉଛି ରସଗୋଲା। ନିଶ୍ଚିତ ରୂପେ ଆମେ ତା ପାଇଁ ଗର୍ବ କରିବା ଦରକାର। ଯେହେତୁ ଆମ ପାରମ୍ପରିକ ଖାଦ୍ୟ ପାଇଁକି ଆମେ ଯେତେବେଳେ ଗର୍ବ କରୁଛେ, ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ପଖାଳ, ଯେମିତି କେନ୍ଦ୍ରାପଡ଼ା ରସାବଳୀ, ସେମିତିକା ଇଏ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମହାପ୍ରସାଦ ଭଳି ଇଏ ମିଷ୍ଟାନ୍ନର ସବୁଠୁ ବଡ଼ ଶ୍ରେଷ୍ଠ ମିଷ୍ଟାନ୍ନ କହିଲେ ରସଗୋଲା। ତେଣୁ ରସଗୋଲାଟି ସମସ୍ତଙ୍କର ପ୍ରିୟ ମିଷ୍ଟାନ୍ନ, ଯେହେତୁ ମହାପ୍ରଭୁଙ୍କର ଇଏ ପ୍ରିୟ ମିଷ୍ଟାନ୍ନ ଦେଇଥିଲେ ମା ଲକ୍ଷ୍ମୀକୁ ଶାନ୍ତ କରିବା ପାଇଁ ରାଗ ତାଙ୍କର। ତେଣୁ ସେଇ ଦିନଠୁ ପ୍ରଚଳିତ ରଥଯାତ୍ରା ସମୟ ଯେବେଠୁ ହେଇଛି ବା ନୀଳାଦ୍ରି ବିଜେ ଯୋଉଦିନ, ସେଇଦିନ ରସଗୋଲା ଦିବସ ଆମେ ସମସ୍ତେ ପାଳି ଆସିଛୁ। ଏହା ଆମର ଗର୍ବର କଥା। ଆକୁ ସମସ୍ତେ ଆଧାର କରିକି ଆମେ ସମସ୍ତେ ଏହାର ପ୍ରଚାର ପ୍ରସାର ସେଇ ଅନୁସାରେ କରିବା ଦରକାର। ଏବଂ ଖୁସିର କଥା, ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ପ୍ରତ୍ୟେକ ବର୍ଷ এই ନୀଳାଦ୍ରି ବିଜେ ଦିବସଟିକୁ ରସଗୋଲା ଦିବସ ପାଳନ କରୁଥିବାରୁ ନିଶ୍ଚିତ ରୂପେ ତାଙ୍କ ପ୍ରତି କୃତଜ୍ଞ ଜଣାଇବା ସହିତ ଧନ୍ୟବାଦ ମଧ୍ୟ ଦଉଛି। ଆଜି 15,000 ରସଗୋଲା, ନିଶ୍ଚିତ ରୂପେ ଆଜି 15,000ରୁ ଉର୍ଦ୍ଧ୍ୱ ରସଗୋଲା ସେମାନେ ଏଇ ଶ୍ରୀରାମଙ୍କର ମନ୍ଦିର ଯୋଉ ଖାରବେଳ ନଗର 3 ନମ୍ବର ଠାରେ ଅଛି, ସେଇ ମନ୍ଦିର ପ୍ରାଙ୍ଗଣରେ ଇଏ ଶୁଭ ଅବସରରେ ରସଗୋଲା ଦିବସ ପାଳନ କରାହଉଛି ଏବଂ 15,000ରୁ ଉର୍ଦ୍ଧ୍ୱ ମିଷ୍ଟାନ୍ନ ବଣ୍ଟନ କରାହଉଛି ସାଧାରଣ ଜନତାଙ୍କ ପାଇଁ। ଧନ୍ୟବାଦ। लेटेस्ट न्यूज अपडेट पाई www.nowodisha.com को लॉगिन करंतु।